ନମସ୍କାର ବନ୍ଧୁମାନେ, ଆଜିର ଏହି ଭିଡିଓରେ ଆମେ ଜାଣିବା ମା ଲକ୍ଷ୍ମୀଙ୍କର ମହତ୍ତ୍ୱ, ମାଣବସା, ମାର୍ଗଶିର ଗୁରୁବାରର କଥା। ପୂଜା କିପରି କରିବେ, କେଉଁ ଖାଦ୍ୟ ଖାଇବେ, ଉପଯୋଗୀ ମନ୍ତ୍ର, ଭଜନ ଓ ପାଠ କ'ଣ କରିବେ, ଏହି ଭିଡିଓରେ ଆମେ ଜାଣିବା। ଆସନ୍ତୁ ଜାଣିବା ମା ଲକ୍ଷ୍ମୀଙ୍କ ମହତ୍ତ୍ୱ। ମା ଲକ୍ଷ୍ମୀ ଧନ, ଧାନ୍ୟ, ସମୃଦ୍ଧି, ପବିତ୍ରତା, ସଫଳତାର ଦେବୀ। ଘରେ ମାଙ୍କ ଉପସ୍ଥିତି ଅର୍ଥ ସମୃଦ୍ଧି, ଶାନ୍ତି, ଖୁସି ଓ ମଙ୍ଗଳ। ଓଡ଼ିଆ ସଂସ୍କୃତିରେ ଲକ୍ଷ୍ମୀ ପୂଜା ଖାଲି ପରମ୍ପରା ନୁହେଁ, ଏହି ପବିତ୍ରତା, ଶୃଙ୍ଖଳା, ସଫାସୁତୁରା ଓ ନମ୍ରତାର ପ୍ରତୀକ ଅଟେ। ଏବେ ଆସନ୍ତୁ ଜାଣିବା ମାଣବସା ଗୁରୁବାରର ମହତ୍ତ୍ୱ। ମାର୍ଗଶିର ମାସର ପ୍ରତ୍ୟେକ ଗୁରୁବାର ମା ଲକ୍ଷ୍ମୀଙ୍କୁ ଘରେ ଆମନ୍ତ୍ରଣ କରାଯାଏ। ଏହାକୁ ମାଣବସା ଗୁରୁବାର କୁହାଯାଏ। ମାଣବସାର ଅର୍ଥ ମାଙ୍କୁ ଘରକୁ ନିବେଦନ କରିବା। ଏହି ଦିନ ଘର ପବିତ୍ର କରାଯାଏ, ଝୋଟି ଅଙ୍କନ କରାଯାଏ, ମାଙ୍କ ପାଠ ପଢ଼ାଯାଏ, ନୈବେଦ୍ୟ ଦେଇ ପୂଜା ହୁଏ। ମାଣବସା ମୂଳ ସନ୍ଦେଶ ସଫାସୁତୁରା, ଭକ୍ତି ଓ ନମ୍ରତା। ଏବେ ଆସନ୍ତୁ ପୂଜାର ପ୍ରସ୍ତୁତି ଏବଂ ପୂଜାର ପ୍ରକ୍ରିୟା ଜାଣିବା। ମାଙ୍କୁ ସଫାସୁତୁରା ଭଲ ଲାଗେ, ସେଥିପାଇଁ ରୋଷେଇ ଘର, ପୂଜାସ୍ଥଳ, ଘରଦ୍ୱାର ଭଲ ଭାବରେ ସଫା କରିବା। ତାପରେ ମଣ୍ଡପ ସଜନା କରିବା। ମଣ୍ଡପ ସଜନା କରିବା ପାଇଁ ଗୋଟେ ଖଟୁଲି ଆଣିବା। ଖଟୁଲିରେ ଝୋଟି ଅଙ୍କନ କରିବା, ଲକ୍ଷ୍ମୀଙ୍କର ପାଦ ଅଙ୍କନ କରିବା, ଲକ୍ଷ୍ମୀଙ୍କର ଚିତ୍ରଟିଏ ଦବା, ପାନ, ନଡ଼ିଆ, କ୍ଷୀର, ପିଠା ଏବଂ ଚାଉଳ ଦୀପ ଧୂପ ଦେଇ ଆମେ ମଣ୍ଡପ ସ୍ଥାପନ କରିବା। ତାପରେ ସଫା ବସ୍ତ୍ର ପିନ୍ଧି ଭକ୍ତି ସହିତ ପୂଜାକୁ ବସିବା। ଘରକୁ ଆଲୋକ ଓ ଶୁଭର ଆଗମନ ଲକ୍ଷ୍ମୀ ମାଙ୍କୁ ଭଲ ଲାଗେ, ସେଥିପାଇଁ ଆମେ ଦୀପ ପ୍ରଜ୍ୱଳନ କରିବା। ଏବେ ଆମେ କଳସ ସ୍ଥାପନ କରିବା। କଳସରେ ପାଣି ଦବା, ଅକ୍ଷତ ଚାଉଳ ଦବା, ଦୁବ, ଧୂପ, ଫୁଲ, ନଡ଼ିଆ ସହ କଳସକୁ ପବିତ୍ର କରିବା ଏବଂ ଲକ୍ଷ୍ମୀଙ୍କୁ କହିବା, ଶୁଭ ଲକ୍ଷ୍ମୀ ମା ମୋ ଘରକୁ ଆସନ୍ତୁ। ମାଙ୍କୁ ଅର୍ଘ୍ୟ ପୂଜା ଦେଇ ଫୁଲ, ଦୀପ, ଧୂପ, କ୍ଷୀର ଆଦି ଦେଇ ମାଙ୍କୁ ଅର୍ଘ୍ୟ ପୂଜା କରିବା ଓ ମାଙ୍କୁ ସଫାସୁତୁରା, ଭକ୍ତି ଓ ନମ୍ରତା ବଢ଼ାଇବା ପାଇଁ ପୁରାଣ ପାଠ କରିବା। ଲକ୍ଷ୍ମୀଙ୍କ ମନ୍ତ୍ରକୁ 3 ବା 11 ବା 21 ଥର ପଢ଼ିବା ଶୁଭ। ସେହି ମନ୍ତ୍ରଟି ହେଲା ଓಂ ଶ୍ରୀଂ ହ୍ରୀଂ କ୍ଳିଂ ମହାଲକ୍ଷ୍ମୀ ନମଃ। ଏବେ ଆସନ୍ତୁ ଜାଣିବା ଏହି ଦିନ କ'ଣ ଖାଇବା। ଏହି ଦିନ ଆମେ କ୍ଷୀର, ଭାତ, ଅରୁଆ ଭାତ, ଡାଲମା, ଶାଗ ଏବଂ ଫଳମୂଳ ଏବଂ ପିଠା ସାତ୍ତ୍ୱିକ ଭୋଜନ କରିବା ଆମ ପକ୍ଷେ ଭଲ। ଏହି ଦିନ ନନଭେଜ, ପିଆଜ ରସୁଣ, ବାହାରର ଖାଦ୍ୟ ଖାଇବା ନାହିଁ। ପୂଜା ଶେଷରେ ଏହି ପ୍ରାର୍ଥନା କରନ୍ତୁ ଏବଂ ମାଙ୍କ ଠାରୁ ଆଶୀର୍ବାଦ ପାଆନ୍ତୁ। ମା ମୋ ଘର ଓ ପରିବାରରୁ ଦୁଃଖ ଦୂର କରନ୍ତୁ, ସୁଖ, ସମୃଦ୍ଧି, ଶାନ୍ତି, ମଙ୍ଗଳ ଦିଅନ୍ତୁ। ଏହା ହେଲା ମା ଲକ୍ଷ୍ମୀ ମାଣବସା ଗୁରୁବାର ପୂଜାର ସମ୍ପୂର୍ଣ୍ଣ ପଦ୍ଧତି। ଆପଣ ଯଦି ଏହିଭଳି ଧାର୍ମିକ ଏବଂ ସଂସ୍କୃତିମୟ ଭିଡ଼ିଓ ଆହୁରି ଦେଖିବାକୁ ଚାହୁଁଛନ୍ତି, ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଆମ ସହ ଯୋଡ଼ି ଯାଆନ୍ତୁ ଓ କମେଣ୍ଟରେ ଜୟ ମା ଲକ୍ଷ୍ମୀ ଲେଖନ୍ତୁ। ଜୟ ମା ଲକ୍ଷ୍ମୀ ସବୁ ଘରେ ସମୃଦ୍ଧି ଓ ଶାନ୍ତିରେ ଥାଆନ୍ତୁ।